ଶ୍ରୀମଦ୍ ଭାଗବତ ଗୀତାର ଏହି ବିଚାରଗୁଡ଼ିକୁ ଗୋଟିଏ ଥର ନିଶ୍ଚୟ ଶୁଣନ୍ତୁ। ଶୁଣିବା ମାତ୍ରେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ନିଶ୍ଚୟ ସମାଧାନ ହୋଇଯିବ। ମାନବ ଜୀବନ ଚିନ୍ତା, ସମସ୍ୟା ଓ ଦୁଃଖର ସମୁଦ୍ର ଅଟେ। ଯେ ପର୍ଯ୍ୟନ୍ତ ଏ ଶରୀର ଅଛି, ସେ ପର୍ଯ୍ୟନ୍ତ ଏହି ସବୁ ଘଟଣା ଘଟି ଚାଲିଥିବ। ଭଗବାନ ଶ୍ରୀକୃଷ୍ଣ ଏହି ସବୁ ଚିନ୍ତା, ସମସ୍ୟା ଓ ଦୁଃଖରୁ ମୁକ୍ତି ପାଇବା ପାଇଁ ଶ୍ରୀମଦ୍ ଭାଗବତ ଗୀତାରେ ପରାମର୍ଶ ଦେଇଛନ୍ତି। ଏହି ଭିଡ଼ିଓରେ ଆମେ ଆପଣମାନଙ୍କୁ ଶ୍ରୀମଦ୍ ଭାଗବତ ଗୀତାରେ ମୋଟ 51ଟି ବିଚାର ବିଷୟରେ ଆଲୋଚନା କରିବା। ତେଣୁ ଏହି ବିଚାରଗୁଡ଼ିକୁ ଆପଣ ପ୍ରତ୍ୟେକ ଦିନ ସକାଳେ ନିଶ୍ଚୟ ଶୁଣନ୍ତୁ ଓ ଆପଣଙ୍କ ଜୀବନରେ ଏହାକୁ ଗ୍ରହଣ ମଧ୍ୟ କରନ୍ତୁ। ଆସନ୍ତୁ ଜାଣିବା ଶ୍ରୀମଦ୍ ଭାଗବତ ଗୀତାର 51ଟି ବିଚାର ବିଷୟରେ। ଇତିହାସ କହେ ଗତକାଲି ସୁଖ ଥିଲା, ବିଜ୍ଞାନ କହେ ଆସନ୍ତାକାଲି ସୁଖ ଅଛି, କିନ୍ତୁ ଧର୍ମ କହେ ଯଦି ମନ ସତ୍ୟ ଓ ହୃଦୟ ଭଲ, ତେବେ ପ୍ରତ୍ୟେକ ଦିନ ସୁଖ ଅଛି। ଶ୍ରୀକୃଷ୍ଣ କହିଛନ୍ତି, ମନୁଷ୍ୟକୁ ପରିଣାମର ଚିନ୍ତା ନ କରି ନିଃସ୍ୱାର୍ଥ ଓ ନିଷ୍ପକ୍ଷ ହୋଇ ନିଜର କର୍ମ କରିବା ଉଚିତ। ଯେଉଁପରି ଅନ୍ଧକାରରେ ଆଲୋକର ଜ୍ୟୋତି ଝଲସି ଉଠେ, ଠିକ୍ ସେହିପରି ସତ୍ୟର ଜ୍ୟୋତି ମଧ୍ୟ କଦାପି ମଳିନ ହୁଏ ନାହିଁ। ତେଣୁ ମନୁଷ୍ୟକୁ ସର୍ବଦା ସତ୍ମାର୍ଗ ଅନୁସରଣ କରିବା ଉଚିତ। ଯେଉଁ ମନୁଷ୍ୟ ଭିତରେ ଜ୍ଞାନର ଅଭାବ ଥାଏ ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତି ନଥାଏ, ସେହି ମନୁଷ୍ୟ ଜୀବନରେ କେବେ ବି ଆନନ୍ଦ ଏବଂ ସଫଳତା ପ୍ରାପ୍ତି କରିନଥାଏ। ନା ଏହି ଶରୀରଟି ତୁମର, ନା ଏହି ଶରୀରର ମାଲିକ ତୁମେ ଅଟ। ଏହି ଶରୀର ପଞ୍ଚତତ୍ତ୍ୱରେ ନିର୍ମିତ। ଅଗ୍ନି, ଜଳ, ବାୟୁ, ପୃଥିବୀ ଓ ଆକାଶ। ଦିନେ ଏହି ଶରୀର ଏହି 5ଟି ତତ୍ତ୍ୱରେ ଲୀନ ହୋଇଯିବ। ବଦଳି ଯାଅ ସମୟ ସହିତ, କିମ୍ବା ସମୟକୁ ବଦଳାଇବା ଶିଖିଯାଆନ୍ତୁ। ପରିସ୍ଥିତିକୁ ଦୋଷ ଦେବା ବନ୍ଦ କରନ୍ତୁ। ସବୁ ପରିସ୍ଥିତିକୁ ଧୈର୍ଯ୍ୟର ସହିତ ମୁକାବିଲା କରିବା ଶିଖ। ଜୀବନରେ ଆମେ କେତେ ଠିକ୍ ଆଉ କେତେ ଭୁଲ କେବଳ 2ଟି ଲୋକ ହିଁ ଜାଣନ୍ତି। ଜଣେ ଆମର ପରମାତ୍ମା, ଆଉ ଜଣେ ଆମର ଅନ୍ତରାତ୍ମା। କୌଣସି କାମକୁ ନେଇ ଚିନ୍ତା କରିବା ସମ୍ପୂର୍ଣ୍ଣ ଠିକ୍, କିନ୍ତୁ ଏତେ ଚିନ୍ତା କର ନାହିଁ ଯେ ସେ କାମ ହିଁ ବିଗିଡ଼ିଯିବ। ସତ୍ମାର୍ଗରେ କରିଥିବା କର୍ମ କେବେ ବି ବ୍ୟର୍ଥ ଯାଏ ନାହିଁ। ତାର ଫଳ ମନୁଷ୍ୟକୁ ନିଶ୍ଚୟ ପ୍ରାପ୍ତ ହୋଇଥାଏ। ଶ୍ରୀକୃଷ୍ଣ କହିଛନ୍ତି, ମୁଁ ମନୁଷ୍ୟର ଭାଗ୍ୟ ଗଠନ କରିନଥାଏ। ମନୁଷ୍ୟ ତା ନିଜ ଭାଗ୍ୟ ନିଜେ ଗଢ଼ିଥାଏ। ଆପଣ ଆଜି ଯାହା ବି କର୍ମ କରନ୍ତି, ତାର ଫଳ ଆସନ୍ତାକାଲି ନିଶ୍ଚୟ ଭୋଗିବାକୁ ପଡ଼ିଥାଏ। ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ। ଆଜି ଆପଣଙ୍କ ପାଖରେ ଯାହା ବି ଅଛି, ତାହା କରିଥିବା ଆପଣଙ୍କର ପୂର୍ବ ଜନ୍ମର କର୍ମର ଫଳ ଅଟେ। କୌଣସି ମନୁଷ୍ୟ ନୁହେଁ ତାର କର୍ମ ଭଲ କିମ୍ବା ଖରାପ ହୋଇଥାଏ। ଯେଉଁପରି ମନୁଷ୍ୟର କର୍ମ, ସେହିପରି ତାର ଫଳ ପ୍ରାପ୍ତ ହୋଇଥାଏ। ତୁମର କେବଳ କର୍ମ କରିବାର ଅଧିକାର ଅଛି, କିନ୍ତୁ ଫଳ ପ୍ରତି ତୁମର କୌଣସି ଅଧିକାର ନାହିଁ। ସମୟ ପୂର୍ବରୁ ଓ ଭାଗ୍ୟଠାରୁ ଅଧିକ କାହାକୁ ବି କିଛି ମିଳିନଥାଏ, କିନ୍ତୁ ଏହାକୁ ହାସଲ କରିବା ପାଇଁ ସର୍ବଦା ଚେଷ୍ଟା କରିବା ଉଚିତ ହୋଇଥାଏ। ତୁମେ ନିଜର କର୍ମଫଳର କାରଣ ନୁହଁ, କିମ୍ବା କର୍ମଠାରୁ ତୁମେ ଦୂରେଇ ଯାଇପାରିବ ନାହିଁ। ସଠିକ୍ କର୍ମ ତାହା ନୁହେଁ ଯାହାର ଫଳାଫଳ ସର୍ବଦା ଠିକ୍ ହୋଇଥିବ। ସଠିକ୍ କର୍ମ ତାହା ହେଉଛି ଯାହାର ଉଦ୍ଦେଶ୍ୟ ଭୁଲ ହୋଇନଥାଏ। ସଂସାରର କୌଣସି ମନୁଷ୍ୟ ସର୍ବଗୁଣ ସମ୍ପନ୍ନ ହୋଇନଥାଏ। ସେଥିପାଇଁ କିଛି ଭୁଲକୁ ଅଣଦେଖା କରି ସମ୍ପର୍କକୁ ଯୋଡ଼ି ରଖିବା ଉଚିତ। କାହାର ଜୀବନକୁ ନକଲ କରି ବଞ୍ଚିବା ଅପେକ୍ଷା ଆପଣ ନିଜକୁ ନିଜେ ଚିହ୍ନି ପୂର୍ଣ୍ଣ ରୂପରେ ବଞ୍ଚିବା ସଠିକ୍ ନିଷ୍ପତ୍ତି ଅଟେ। ଯେପରି ପ୍ରାକୃତିକ ପାଣିପାଗରେ ପରିବର୍ତ୍ତନ ଆସିଥାଏ, ଠିକ୍ ସେହିପରି ଜୀବନରେ ମଧ୍ୟ ସୁଖ ଓ ଦୁଃଖ ଆସିଥାଏ। ଏହା କଦାପି ସ୍ଥାୟୀ ରହେ ନାହିଁ। ଯେତେବେଳେ ଭବିଷ୍ୟତ ଅନ୍ଧକାର ହୋଇଯାଏ, ସେତେବେଳେ ବର୍ତ୍ତମାନର ବଞ୍ଚିବା ହିଁ
ଶ୍ରେୟସ୍କର ଅଟେ। ଚେଷ୍ଟା ଜାରି ରଖନ୍ତୁ, ସମାଧାନର ବାଟ ନିଶ୍ଚୟ ଖୋଲିଯିବ। ଆଜି ନହେଲେ କାଲି ନୂଆ ରାସ୍ତା ନିଶ୍ଚୟ ମିଳିଯିବ। ଜୀବନର ସବୁଠାରୁ ବଡ଼ ଭୁଲ ସେଇଟା ଅଟେ, ଯେଉଁ ଭୁଲରୁ ଆମେ କିଛି ବି ଶିଖିପାରି ନଥାଉ। ଆମର ମନ ଦୁର୍ବଳ ହେଲେ ପରିସ୍ଥିତି ସମସ୍ୟାରେ ପରିଣତ ହୋଇଥାଏ। ଆଉ ଯେତେବେଳେ ଆମର ମନ ସ୍ଥିର ଥାଏ, ସେତେବେଳେ ପରିସ୍ଥିତିର ସମାଧାନ ଆପେ ଆପେ ମିଳିଯାଏ। ଆଉ ଯେତେବେଳେ ଆମର ମନ ମଜବୁତ ହୋଇଯାଏ, ସେତେବେଳେ ପରିସ୍ଥିତି ସୁଯୋଗରେ ପରିଣତ ହୋଇଯାଏ। ତାହାକୁ ଭୟ କର ନାହିଁ ଯାହା ସତ୍ୟ ନୁହେଁ। ନା କେବେ ଥିଲା, ନା କେବେ ଅଛି। ଯାହା ସତ୍ୟ ତାହା ସବୁବେଳେ ଥିଲା, ଆଉ ମଧ୍ୟ ରହିବ। ସତ୍ୟକୁ କେବେ ନଷ୍ଟ କରାଯାଇ ପାରିବ ନାହିଁ। ମାନବର ମାନବିକତା ସେତେବେଳେ ମରିଯାଏ, ଯେତେବେଳେ ଅନ୍ୟର ଦୁଃଖ ଦେଖି ତାକୁ ହସ ଲାଗିଥାଏ। ମନୁଷ୍ୟ ଶରୀରରେ ରହିଥିବା ଆତ୍ମାକୁ କେବେ ବଦ୍ଧ କରାଯାଇ ନପାରେ। ଅର୍ଥାତ୍ ତୁମେ କୌଣସି ଜୀବ ପାଇଁ ଶୋକ କରିବା ଆଦୌ ଆବଶ୍ୟକ ନୁହେଁ। ସମୟ ଏହା ଶିଖାଇଥାଏ କି ଜୀବନ କାହାର ଅପେକ୍ଷା କରେ ନାହିଁ, ନା କାହା ପାଇଁ ଅଟକି ଥାଏ। ଜୀବନ ତାହା ସହ ଖେଳିଥାଏ, ଯେଉଁ ଖେଳାଳି ଭଲ ଖେଳିଥାଏ। ପୀଡ଼ା ସମସ୍ତଙ୍କର ଏକ ପ୍ରକାରର ଅଟେ, କିନ୍ତୁ ଧୈର୍ଯ୍ୟ ସମସ୍ତଙ୍କର ଅଲଗା ଅଲଗା ହୋଇଥାଏ। କେହି ହତାଶ ହୋଇ ହାରିଯାଏ, ତ କେହି ସଂଘର୍ଷ କରି ତରିଯାଏ। ମନୁଷ୍ୟକୁ ତାର ସମ୍ଭାବିତ କର୍ମର ପରିଣାମରୁ ପ୍ରାପ୍ତ ହୋଇଥିବା ବିଜୟ, ପରାଜୟ, ଲାଭ, ହାନି, ପ୍ରସନ୍ନତା କିମ୍ବା ଦୁଃଖ ଇତ୍ୟାଦି ବିଷୟରେ ଭାବି ଚିନ୍ତାଗ୍ରସ୍ତ ହେବା ଆଦୌ ଉଚିତ ନୁହେଁ। ଯଦି ଆପଣ କରିଥିବା ଭୁଲରୁ କିଛି ଶିଖିପାରିଲେ, ତେବେ ଏହି ଭୁଲ ଆପଣଙ୍କ ପାଇଁ ସିଡ଼ି ସଦୃଶ ଅଟେ। ଆଉ ଯଦି ନ ଶିଖିପାରିଲେ, ତେବେ ଏହି ଭୁଲ ସମୁଦ୍ର ସଦୃଶ ଅଟେ। ତେଣୁ ନିର୍ଣ୍ଣୟ ଆପଣଙ୍କର। ଆପଣ ଚାହିଁଲେ ଚଢ଼ିବେ, ନହେଲେ ବୁଡ଼ିବେ। ଅଧିକା ଖୁସି ଥିବା ସମୟରେ, ନହେଲେ ଅଧିକା ଦୁଃଖୀ ଥିବା ସମୟରେ କୌଣସି ନିଷ୍ପତ୍ତି ନେବା ଆଦୌ ଉଚିତ ନୁହେଁ। କାରଣ ଏହି ଦୁଇଟି ପରିସ୍ଥିତି ଆପଣଙ୍କୁ ସଠିକ୍ ନିଷ୍ପତ୍ତି ନେବାକୁ ଦିଏ ନାହିଁ। ସମସ୍ୟା ଏତେ ଶକ୍ତିଶାଳୀ ହୋଇନଥାଏ, ଯାହା ଆମେ ଭାବିଥାଉ। କେବେ ଶୁଣିଛନ୍ତି କି ଅନ୍ଧାର ଆଲୋକକୁ ଆସିବାକୁ ଦେଲା ନାହିଁ? ଭଲକୁ ଖୋଜିବା ଭୁଲ ନୁହେଁ, କେବଳ ଆରମ୍ଭ ନିଜଠାରୁ ହିଁ ହେବା ଦରକାର। ଜରୁରୀ ନୁହେଁ ସର୍ବଦା ଆପଣଙ୍କ କଥାକୁ ଠିକ୍ ବୋଲି ଧରାଯିବ। ସେଥିପାଇଁ ବେଳେ ବେଳେ ଚୁପ୍ ରହିବା ହିଁ ଠିକ୍ ହୋଇଥାଏ। ଉପହାସକୁ ଡରି ନିଜର ଲକ୍ଷ୍ୟ ବଦଳାଇବା ଉଚିତ ନୁହେଁ। କାହିଁକି ନା ଲକ୍ଷ୍ୟ ହାସଲ ପରେ ଉପହାସ କରୁଥିବା ବ୍ୟକ୍ତିଙ୍କର ରାୟ ବଦଳି ଯାଇଥାଏ। ଆପଣଙ୍କର ବିଜୟ, ପରାଜୟ ଆପଣଙ୍କ ମନର ଭାବନା ଉପରେ ନିର୍ଭର କରିଥାଏ। ସେଥିପାଇଁ ଯଦି ମାନିନେବେ, ତେବେ ପରାଜୟ, ଆଉ ଯଦି ନ ମାନିବେ, ତେବେ ବିଜୟ ସୁନିଶ୍ଚିତ। ସବୁଠାରୁ ବୁଦ୍ଧିମତା ଓ ସ୍ଥିର ବୁଦ୍ଧିବାଲା ସେ ହୋଇଥାଏ, ଯେ ସଫଳତା ମିଳିବା ପରେ ଅହଙ୍କାର କରିନଥାଏ, ବିଫଳତା ମିଳିବା ପରେ ଦୁଃଖ କରିନଥାଏ। ଜୀବନରେ କେବେ କାହା ସହିତ ନିଜକୁ ତୁଳନା କରନ୍ତୁ ନାହିଁ। ଆପଣ ଯେମିତି ଅଛନ୍ତି, ସର୍ବଶ୍ରେଷ୍ଠ ଅଛନ୍ତି। ମନୁଷ୍ୟ ବିଶ୍ୱାସରେ ତିଆରି ହୋଇଥାଏ। ଯେ ଯେମିତି ବିଶ୍ୱାସ କରିଥାଏ, ସେ ସେମିତି ହୋଇଥାଏ। ଯିଏ ମନକୁ ଜିତିଗଲା, ତା ପାଇଁ ମନ ସର୍ବଶ୍ରେଷ୍ଠ ମିତ୍ର ଅଟେ। କିନ୍ତୁ ଯିଏ ଏପରି ନ କରିପାରିଲା, ମନ ତା ପାଇଁ ସବୁଠାରୁ ବଡ଼ ଶତ୍ରୁ ଅଟେ। ଶ୍ରୀକୃଷ୍ଣ କହିଛନ୍ତି, ହେ ଅର୍ଜୁନ, ଯିଏ ମୋର ଜନ୍ମ ଏବଂ ବାସ୍ତବିକତାକୁ ପ୍ରକୃତରେ ବୁଝିଥାଏ, ସେ ଶରୀର ତ୍ୟାଗ କରିବା ପରେ ପୁନର୍ବାର ଜନ୍ମ ଲାଭ କରେ ନାହିଁ ଏବଂ ମୋର ଧାମକୁ ପ୍ରାପ୍ତ ହୋଇଯାଇଥାଏ। ନକାରାତ୍ମକ ବିଚାର ଆସିବା ସ୍ୱାଭାବିକ କ୍ରିୟା ଅଟେ, କିନ୍ତୁ ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ। ଏହାକୁ ଆପଣ କେତେ ମହତ୍ତ୍ୱ ଦେଇଛନ୍ତି। ସବୁବେଳେ ମନେ ରଖନ୍ତୁ, ଭଲ ସମୟ ପାଇଁ ଖରାପ ସମୟ ସହ ଲଢ଼ିବାକୁ ହୁଏ। ଜୀବନରେ କିଛି ବି ସ୍ଥାୟୀ ନୁହେଁ।
ତେଣୁ ନିଜକୁ ଅଧିକା ଚିନ୍ତାଗ୍ରସ୍ତ କରନ୍ତୁ ନାହିଁ। କାରଣ ପରିସ୍ଥିତି ଯେତେ ବି ଖରାପ ହେଉ, ଏହା ନିଶ୍ଚୟ ବଦଳିଥାଏ। ସଂସାରରେ ଅନ୍ୟକୁ ଦୁଃଖ ଦେଇଥିବା ବ୍ୟକ୍ତି କେତେ ବି ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ଭଗବାନଙ୍କ ଦୃଷ୍ଟିରେ ସେମାନେ କେବେ ବି ବଡ଼ ହୋଇପାରିବେ ନାହିଁ। ପ୍ରେରଣାର ସବୁଠାରୁ ବଡ଼ ସ୍ରୋତ ଆପଣଙ୍କର ନିଜ ବିଚାର ଅଟେ। ସେଥିପାଇଁ ସବୁବେଳେ ବଡ଼ ଭାବନ୍ତୁ ଆଉ ଜିତିବା ପାଇଁ ସବୁବେଳେ ଚେଷ୍ଟା ଜାରି ରଖନ୍ତୁ। ଯିଏ ମନକୁ ଜିତିଗଲା ସେ ପ୍ରଥମେ ପରମାତ୍ମାଙ୍କୁ ପ୍ରାପ୍ତ କରିନେଲା, କାହିଁକି ନା ତାହାକୁ ଶାନ୍ତି ପ୍ରାପ୍ତ ହୋଇଗଲା। ଏହି ପ୍ରକାର ମନୁଷ୍ୟକୁ ସୁଖ ଦୁଃଖ ମାନ ସମ୍ମାନ ଅପମାନ ସବୁ ଏକା ସମାନ ଲାଗିଥାଏ। କଠିନ ସମୟ କେବଳ ଭଲ ଲୋକଙ୍କ ଭାଗ୍ୟରେ ଆସିଥାଏ। କାରଣ ଏହି ପ୍ରକାରର ମନୁଷ୍ୟ ଏହି ପ୍ରକାର କାର୍ଯ୍ୟକୁ ଭଲ ଭାବରେ ଶେଷ କରିବାର କ୍ଷମତା ରଖିଥାନ୍ତି। ଯିଏ ଯାହା କୁହନ୍ତୁ ନା କାହିଁକି ନିଜକୁ ଶାନ୍ତ ରଖ। ସୂର୍ଯ୍ୟ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଏହା ସମୁଦ୍ରକୁ ଶୁଖାଇ ପାରିନଥାଏ। ଆମର ଭବିଷ୍ୟତର ଆଧାର ଆଜି ନିଆଯାଇଥିବା ସଠିକ୍ ନିଷ୍ପତ୍ତି ଉପରେ ନିର୍ଭର କରେ। ଯେଉଁଠାରେ ଆପଣଙ୍କର ମୂଲ୍ୟ ନାହିଁ ସେଠାରେ ରହିବା ଅନୁଚିତ। ସେ କାହାର ଘର ହେଉ କିମ୍ବା କାହାର ମନ ହେଉ। ମନୁଷ୍ୟର କର୍ମ ନୁହେଁ ବରଂ କର୍ମ ପଛରେ ଥିବା ଇଚ୍ଛା ବାନ୍ଧି ରଖିଥାଏ। କାରଣ ଇଚ୍ଛା ଦ୍ୱାରା ହିଁ କର୍ମ ସୃଷ୍ଟି ହୋଇଥାଏ। ସମସ୍ୟା ଆସିଲେ ନିରାଶ ହେବା ଉଚିତ ନୁହେଁ। କାରଣ ଶ୍ରୀକୃଷ୍ଣ ଭାଗବତ ଗୀତାରେ କହିଛନ୍ତି, ଯେଉଁ ମୁହୂର୍ତ୍ତରେ ଏକ ସମସ୍ୟା ଉପୁଜେ ଏହାର ସମାଧାନ ମଧ୍ୟ ସେହି କ୍ଷଣି ଜନ୍ମ ନିଏ। ମନୁଷ୍ୟ ଯଦି ବିଶ୍ୱାସର ସହ ଗୋଟିଏ ଲକ୍ଷ୍ୟକୁ ଚିନ୍ତା କରେ ତାହା ଅବଶ୍ୟ ପ୍ରାପ୍ତ ହୁଏ। କେବଳ ଦୁନିଆ ସାମ୍ନାରେ ଜିତିବା ବାଲା ବିଜେତା ହୋଇନଥାଏ। ବିଜେତା ସେ ହୋଇଥାଏ ଯେ କି ଜାଣିଥାଏ କେଉଁ ସମ୍ପର୍କ ପାଖରେ କେଉଁ ସମୟରେ ହାରିବାକୁ ପଡ଼ିଥାଏ। କୌଣସି ବିଷୟ ଚିନ୍ତା କରିବା ଦ୍ୱାରା ସମସ୍ୟା ବଢ଼ିଥାଏ, କିନ୍ତୁ ଚିନ୍ତନ କରିବା ଦ୍ୱାରା ସମସ୍ୟାର ସମାଧାନ ମିଳିଥାଏ। ଯେତେବେଳେ ଆଶା ଭାଙ୍ଗିଯାଏ ଏବଂ ସବୁ ବିଶ୍ୱାସ ତୁଟିଯାଏ, ସେତେବେଳେ ଭଗବତ ଗୀତାର ଶରଣକୁ ଥରେ ନିଶ୍ଚୟ ଆସନ୍ତୁ। ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଏବଂ ସାଙ୍ଗସାଥିମାନଙ୍କ ପାଖକୁ ଓ ବନ୍ଧୁବାନ୍ଧବମାନଙ୍କ ପାଖକୁ ଅଧିକରୁ ଅଧିକ ସେୟାର କରନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ନିଶ୍ଚୟ ଲେଖିଦିଅନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ନିଶ୍ଚୟ ଲେଖିଦିଅନ୍ତୁ।